ହ୍ୟାଲୋ। ହଁ, କିଏ କହୁଥିଲେ କହିଲେ ଆଜ୍ଞା? ମୋ ନାଁ ବସନ୍ତ ନାୟକ। କୋଉଠୁ କହୁଥିଲେ? ସାର୍ ଏଇଟା କୃଷ୍ଣପ୍ରସାଦ ପାରିକୁଦ। ମାନେ କୋଉ ବ୍ଲକ କୋଉ ତହସିଲ? ଏଇଟା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ। ଆଚ୍ଛା, ଥାନା? କୃଷ୍ଣପ୍ରସାଦ। ଆଚ୍ଛା, ହଉ ଠିକ ଅଛି, କଣ ହେଇଛି କୁହନ୍ତୁ। ସାର୍ ଆମେ ସେଇଠି ବର୍ତ୍ତମାନ ଖାଉଥିଲୁ ଯାଇ ପ୍ରତିଦିନ ହୋଟେଲରେ ଜଳଖିଆ କୋଉ ହୋଟେଲ? ଖାଉଥିଲୁ। ସାର୍ ଏଇଟା ଟିଫିନ ସେଣ୍ଟର ଟା ଆମର ବଜାର ପାଖରେ। ଆଜ୍ଞା। ସାର୍ ପ୍ରତିଦିନ ଖାଉଥିଲୁ, ଯିବା ପରେ ସାର୍ ଗୋଟେ ସେ ଆମର ସେଇଠି ଓଡିଆ ଲୋକ ଜଣେ ସେ ସାର୍ ପରଦିନ ଆମକୁ ଦେଖିଥିଲା। ଆମେ ପ୍ରତିଦିନ ଖାଉଥିଲୁ, ସବୁ ଲୋକ ନାଇଁ, ସେ ଯାଇଥିଲୁ, କେହି କିଛି ହୋଟେଲରେ କହୁନୁ। ସବୁ ସବୁ ଜାତିର ସବୁ ଧର୍ମର ସବୁ ସାର୍ ବର୍ଗର ଲୋକ ଆଜ୍ଞା ଖାଆନ୍ତି? ଆଜ୍ଞା ସମସ୍ତେ ଖାଆନ୍ତି, ଆମେ ବି ପ୍ରତିଦିନ ଯାଇ ଖାଉଥିଲୁ। ସିଏ ପରଦିନ ଦେଖିଛି ବୋଧେ ଆମକୁ, ମୁଁ ତାକୁ ଦେଖିଛି। ଦେଖିଲା ପରେ ସିଏ ଖାଉଥିଲା, ଆମେ ଯାଇ ମାଗିକି ଖାଇଲୁ, ଯେ ଦେଲା ହୋଟେଲ ବାଲା। ଖାଇ ପିଇକି ଆସିଲେ। ଏବେ ମୁଁ ଯେମିତି ସକାଳୁ ଯାଇକି ବର୍ତ୍ତମାନ ମାଗିଲି, ସେ ମତେ ଆଉ ପ୍ଲେଟରେ ଦେଲାନି, ମତେ ଗୋଟେ ପେପର ଦେହରେ ଜରି ପକେଇ ଦେଲା। ମୁଁ କହିଲି ଭାଇ କଣ ପ୍ଲେଟ କାଇଁ? କହିଲା ନାଇଁ ଭାଇ, ଏଇଟା ବର୍ତ୍ତମାନ ତମ ଏରିଆ ଲୋକ ବର୍ତ୍ତମାନ ଆମକୁ ଆସି ମନା କରୁଛନ୍ତି 2-3 ଜଣ। ଅନ୍ୟ ଲୋକ କହୁଥିଲେ ଭାଇ ଜାତି ଭେଦ ତ କୋଉଠୁ ଉଠିଗଲାଣି, କେତେ ଜିନିଷ ପରିବର୍ତ୍ତନ ହେଲାଣି, ତମେ କାଇଁ ଇଏ କରୁଛ? କହିଲା ନାଇଁ ନାଇଁ, ତମେ ହରିଜନ ଲୋକ ଆଣୁ, ଏଠି ଦେଇପାରିବ ନାହିଁ ପ୍ଲେଟରେ। ବର୍ତ୍ତମାନ ନାଇଁ ସେ ହୋଟେଲ ଦେଖନ୍ତୁ, ବାଲା ହରିଜନ ଶବ୍ଦ ଗୋଟେ ଗାଳି ଏବଂ ତାକୁ ବ୍ୟବହାର କରାଯାଇ ପାରିବନି ବୋଲି SC/ST ଡିପାର୍ଟମେଣ୍ଟ ଏବଂ ମାନ୍ୟବର ସୁପ୍ରିମକୋର୍ଟ ନିର୍ଦ୍ଦେଶ ହୋଇଛି। ତେଣୁ ଆମେ ସିଡ୍ୟୁଲ କାଷ୍ଟ ଆଜ୍ଞା। ହଁ, ଛାଡ଼ନ୍ତୁ ଯେ। ଆଜ୍ଞା ଆଚ୍ଛା, ସେ ଦୋକାନ ଟା କୋଉଠି? ବଜାର ଉପରେ? ଆଜ୍ଞା। ଆଚ୍ଛା, ତାପରେ କଣ କହିଲେ ଯେ ପ୍ଲେଟ? ସେ ହୋଟେଲ ବାଲା କହିଲା ଭାଇ ତମର ଏଠି ଲୋକମାନେ ବର୍ତ୍ତମାନ ମନା କରୁଛନ୍ତି। ମୁଁ କୋଉ କହିଲି ଭାଇ ଜାତିର ଲୋକମାନେ ସେମାନେ? ସେ ଆଜ୍ଞା ଆମର ଓଡିଆ ଲୋକ। ଓଡିଆ ମାନେ କଣ? ଆପଣଙ୍କର କଣ ଓଡିଆ ମାନେ ହାୟର ତାଙ୍କର କାଷ୍ଟ? ହଁ ସାର୍, ସେ ଲୋକକୁ ମୁଁ ଜାଣିଛି, ଆମର ଏରିଆ ଲୋକ। ସାର୍ ମୁଁ ଯେତେବେଳେ ସେ ହୋଟେଲ ବାଲା ପଚାରିଲି, ପଚାରିବା ପରେ କହିଲା ହଁ ମୁଁ ତାକୁ ଚିହ୍ନିଛି। ଯେତେବେଳେ ତାକୁ କହିଲି ଯେ ବର୍ତ୍ତମାନ କୋଉ ଲୋକଟା, କହିଲା ଏରିଆ ଲୋକଟା ଭାଇ, ମୁଁ ତାଙ୍କ ନାଁ ଜାଣିନି। ଯେତେବେଳେ ମୁଁ ଜାଣିବାକୁ ପାଇଲି, ମୁଁ କହିଲି ଯୋଉ ପରଦିନ ଖାଉଥିଲା ସେଇକି ତଳେ ବସିକି, କହିଲା ହଁ ହଁ ସେଇ ଲୋକ। ବର୍ତ୍ତମାନ ମୁଁ ଜାଣିପାରିଲି ଯେ ସେଇ ଲୋକ ହିଁ ମାନେ ବର୍ତ୍ତମାନ ପ୍ଲେଟରେ ଆସିଲା। ଆପଣ ମାନେ ପ୍ଲେଟରେ ବି ଖାଇପାରିବେନି? ନାଇଁ, ଛୁଆଁ ଲାଗିଯାଉଛି। ଛୁଆ ହେଇଯାଉଛି। ଆଚ୍ଛା, ବହୁତ ବାବୁ ମାନେ ମହାନୁଭବ ମାନେ କହୁଛନ୍ତି ଆଉ ଜାତି ବ୍ୟବସ୍ଥା ନାହିଁ, ସବୁ ଆମେ ସମାନ ହେଇଗଲୁଣୁ, ଆଜ୍ଞା ସବୁ ଭାଇ ଭାଇ, ଆଉ ଛୁଆଁ ଅଛୁଆଁ ଭେଦଭାବ କୋଉଠି ନାହିଁ, ଆଉ ଗାଁ ଗହଳିରେ ନାହିଁ କୋଉଠି। ଆଜ୍ଞା ବହୁତ ଏଇ କିଛି ଲୋକ ଥିବା ଯୋଗୁରୁ ବର୍ତ୍ତମାନ ଏବେ ହୋଟେଲ ବାଲା ତ ଆଜ୍ଞା ହୋଟେଲ ଖୋଲିକି ଅଛି, ସମସ୍ତଙ୍କୁ ଦେଇପାରିବ। ସେ ବର୍ତ୍ତମାନ ଏଇ 2-3 ଜଣ ଆସିକି କଣ ତାକୁ ବର୍ତ୍ତମାନ ଜବତ କରିଛନ୍ତି ଯେ ତୁ ଦେଇପାରିବୁନୁ ହରିଜନ ଲୋକମାନଙ୍କୁ ଖାଇବାକୁ ପ୍ଲେଟରେ। ମାନେ ସେମାନେ ପ୍ଲେଟରେ ଖାଇବେ, ତମେ ପତରରେ ଖାଇବ? ଆଜ୍ଞା, ମତେ ସେ ଦେଲା ପତରରେ। ଆଜ୍ଞା ମତେ ଗୋଟେ ପେପର ଦିହରେ ଜରିଟେ ପକେଇ ଦେଲା। ମୁଁ ପ୍ଲେଟ, କହିଲା ପ୍ଲେଟ ଆଜ୍ଞା ଭାଇ ବର୍ତ୍ତମାନ ମନା କରିଛନ୍ତି ଏଠି, ବର୍ତ୍ତମାନ ମୋ ଜବତ କରନ୍ତୁ ଯେ ପ୍ଲେଟରେ ଦିଆଯିବ ନାହିଁ ହରିଜନ ଲୋକ। ମାନେ ଆଜି November 4, 2025 ହେଲାଣି, ଆଜି ବି ଆପଣ ମାନେ ପ୍ଲେଟରେ ଖାଇବାର ବି ଯୋଗ୍ୟତା ନାହିଁ? ନାଇଁ ଆଜ୍ଞା। ଆଚ୍ଛା, ଆପଣଙ୍କର ମଶାଣି ଏକାଠି ସବୁ ତ? ନାଇଁ ନାଇଁ ଆଜ୍ଞା, ଅଲଗା। ଆଚ୍ଛା, ତୁଠ? ତୁଠ ଆଜ୍ଞା ଆମର ତ ଏଇଟା ଅଲଗା, ପୋଖରୀ ସାହି ବି ଅଲଗା, ମଶାଣୀ ବି ଅଲଗା। ଭୋଜି ଭାତ ଆପଣ ମାନଙ୍କର ଏକାଠି, ମାନେ ଆପଣ ରୋଷେଇ କଲେ ସିଏ ଖାଇବେ ତ, ଖାଉଛନ୍ତି ତ? ନାଇଁ 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 ଆଜ୍ଞା। ଆଚ୍ଛା ଆଚ୍ଛା ଆଚ୍ଛା। ଆଚ୍ଛା, ଭୋଜି ଭାତରେ ଆପଣ ମାନଙ୍କୁ କେମିତି କଣ ଡାକୁଛନ୍ତି? ଅଲଗା ସାର୍। ଓ, ଭୋଜିରେ ବି ତମର ଅଲଗା? ଆଜ୍ଞା।